କାହିଁ କେତେ ଦିନ ହେଲାଣି ସ୍ୱାମୀଙ୍କୁ କହୁଛି ଟିକେ ଛୋଟ ଚିଙ୍ଗୁଡ଼ି ଆଣ, କିନ୍ତୁ ସେ ଗୋଟେ ବାହାନା, ମିଳିଲାନି, ସରିଯାଇଛି, ଆଉ ଆସୁନି, ମାର୍କେଟରେ ଚିଙ୍ଗୁଡ଼ି ବନ୍ଦ, କିଛି ନା କିଛି ବାହାନା। ତାଙ୍କର ତ ସେ ଗୋଟେରେ ମନ, ଭିଡ଼ା ଭିଡ଼ି। ମାନେ ସେ ଭିଡ଼ା ଭିଡ଼ିକି ସିନା ଖାଇବାକୁ ପସନ୍ଦ କରିବେ, କିନ୍ତୁ ବଛା ବଛି ଜମା ନୁହଁ। ଆପଣମାନଙ୍କୁ ଗୋଟେ ପ୍ରଶ୍ନ, ଭିଡ଼ା ଭିଡ଼ି ଆଉ ବଛା ବଛି କାହାକୁ କୁହାଯାଏ? କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ତାପରେ ରବିବାର ହେଲା, ସକାଳ 6ଟାରୁ ଉଠିଲେ ଆଉ ଆଙ୍କୁ ସିଧା ତାଲା ପକେଇ ଦେଇକି ମୁଁ ବାହାରିଗଲି ମାର୍କେଟକୁ କିଛି ଚିଙ୍ଗୁଡ଼ି ଆଣିବା ପାଇଁ। ମତେ କହିଲେ ଏତେ ସକାଳୁ କୁଆଡ଼େ? ମୁଁ କିଛି ଶୁଣିଲିନି, ମୁହଁଟାକୁ ମୋଡ଼ି ଦେଇକି ସିଧା ବାହାରିଗଲି ଆମର ଫିସ୍ ମାର୍କେଟ। ପ୍ରଥମ ଷ୍ଟଲ୍ ପାଖକୁ ଗଲି, ଚିଙ୍ଗୁଡ଼ି ଦେଖି ମନ ପୁରା ଖୁସି, କିନ୍ତୁ ଦାମ ଶୁଣିକି ମନ ଦୁଃଖ। ଦ୍ୱିତୀୟ ଷ୍ଟଲ୍ ପାଖକୁ ଗଲି, ଏତେ ଛୋଟ ଚିଙ୍ଗୁଡ଼ି ଯେ ଧୋଇଲା ବେଳୁ ହିଁ ବେସିନରେ ସବୁ ଗଳିଯିବେ। ତୃତୀୟ ଷ୍ଟଲ୍ ପାଖକୁ ଗଲି, ଚିଙ୍ଗୁଡ଼ି ଥିଲା, କିନ୍ତୁ ମୋ ହାତରେ ଥିବା ଟଙ୍କା ଚିଙ୍ଗୁଡ଼ି ଦେଖି ଲୁଚିଗଲା। ତାପରେ ଗଲି ଚତୁର୍ଥ ଷ୍ଟଲ୍, ଦେଖିଲି ସେଇଠି ଅଛି ଅଳ୍ପ ଚିଙ୍ଗୁଡ଼ି, ଦାମ ମଧ୍ୟ ଠିକ୍ ଠାକ୍। ମନ ବି ମୋର ପୁରା ଖୁସି ହେଲା, ଚିଙ୍ଗୁଡ଼ି ଧରିକି ନେଇକି ଆସିଲି। ମନ ମୋର ସାଙ୍ଗେ ସାଙ୍ଗେ କହିଲା, କ'ଣ ନାନୀ ଆପଣମାନେ ଖୁସି